জয় জগন্নাথ, জয় জগন্নাথ। বিশ্ব ব্রহ্মাণ্ড নায়ক প্রভু জগতর নাথ সচরাচর পৃথিবীর স্রষ্টা, ତାଙ୍କ କୃପାରୁ ହରିକଥା ଶୁଣିବା ହେବେ। ସେଦିନର କଥା। ଏବେ ତ ଘର ଚଟିଆ ଦେଖାଯାଉନାହାନ୍ତି। ସେ ଘର ଚଟିଆ ଗୋଟିଏ ବସା କରିକିରି ଜଣକ ଚାଳ ଘରେ ରହୁଥିଲେ। ଏକଦା କୌଣସି କାରଣରୁ ଇଏ ଖାଦ୍ୟ ଦାନ କରୁ କରୁ ଘର ଚଟିଆଟି ତା ଛୋଟ ପିଲାଟି ଖସି ପଡ଼ିଲା ତଳେ। ହେଲେ ତାକୁ ଇଏ ଗ୍ରାସ୍ତ ଯେ ଗୃହୀ ଚେଷ୍ଟା କରି ସେ ଘର ଚଟିଆର ପିଲାକୁ ନେଇକିରି ତା ବସାରେ ଥୋଇଲା, କିନ୍ତୁ ସେ କୌଣସି ପ୍ରକାର ଆଉ ଚାଲି ବୁଲି ପାରୁନଥିଲା। ପଙ୍କ ହେଇଯାଇଥିଲା ଯଦି ଉଡ଼ି ପାରୁନଥିଲା, ଛିଡ଼ା ହେଇ ପାରୁନଥିଲା। ଚିନ୍ତା କରି ଘର ଚଟିଆଟି କେମିତି ଭଲରେ ରହୁ ବୋଲି ଏ ଗୃହକର୍ତ୍ତା ଦୟା ପରବଶ ହେଇକିରି ତା ଗୋଡ଼ଟିକୁ କିଛି ଔଷଧ ପାଣି ଦେଇ ତାକୁ ଭଲ ଭାବରେ ବ୍ୟାଣ୍ଡେଜ କରିଦେଲେ। ଔଷଧ ଦେଇ କେମିତି ଭଲ ହବ ତାର ବ୍ୟବସ୍ଥା କରିଦେଇ ତା ବସାରେ ରଖିଦେଲେ। ଦୀର୍ଘ କିଛି ଦିନ ଯିବା ପରେ ଘର ଚଟିଆର ଛୋଟ ପିଲାଟି ସୁସ୍ଥ ହେଇଗଲା। ବହୁତ ଖୁସି ହେଇଗଲା ଘର ଚଟିଆଟି। ତାର ପିଲା ବଞ୍ଚିଗଲା। ତା ଛୋଟାରୁ ସେ ନିବୃତ୍ତି ପାଇଗଲା। ଭାରି ତା ମନରେ ଦୟା ଆସିଲା ଏ ଗୃହସ୍ଥ ପ୍ରତି। ସୁଦୂର ବନ ପାହାଡ଼ ଜଙ୍ଗଲ ଘୂରିବା ତାଙ୍କର କାମ। ଯାଉ ଯାଉ କୌଣସି ମତେ ଗୋଟିଏ ବୃକ୍ଷର କିଛି ଫଳକୁ ସଂଗ୍ରହ କଲା, ବୀଜକୁ ସଂଗ୍ରହ କଲା, ମଞ୍ଜିକୁ ଆଣିକି ୟାଙ୍କ ଘରେ ଆସି ପହଞ୍ଚେଇ ଦେଲା। ଦେଇ ହଠାତ୍ କି ମଣିଷର କଣ୍ଠରେ ତାକୁ କହିଲା, ଏ ଭଗବାନ, ଏ ମଞ୍ଜିଟି ନେଇ ରୋପନ୍ତୁ। ଏଥିରେ ଗୋଟେ ବୃକ୍ଷର ଗଛ ହବ, ଗୋଟେ ବୃକ୍ଷ ହବ, ବୃକ୍ଷର ଫଳ ହବ। ସେ ଫଳ କେବଳ ସୁନାର ଫଳ ହବ। ଏ କଥା ଅନ୍ୟତ୍ର କାହାକୁ କହିବେ ନାହିଁ। ଗୋଟେ ଛୋଟିଆ ପକ୍ଷୀଟା ମଣିଷ କଣ୍ଠରେ କହୁଛି ଶୁଣିକି ଆଶ୍ଚର୍ଯ୍ୟ ମଧ୍ୟ ହେଲେ ଏବଂ ବିଶ୍ୱାସ କରିଗଲେ। ବିନିମୟରେ ପିଲାଙ୍କୁ ସେ ସୁସ୍ଥ କରିଛନ୍ତି ବୋଲି ଖୁସି ହେଇକିରି ମୁଁ ଦେଲି, ଏକଥା ମଧ୍ୟ କହିଲି। ଏଠୁ ମଞ୍ଜିଟି ନେଇକିରି ଗୋଟେ ଜାଗାରେ ତାର ଘରର ବାଡ଼ି ଭିତରେ ଅଗଣା ପାଖରେ ପୋତି ରଖିଲା। 8 ଦିନ ଗଲା, 10 ଦିନ ଗଲା, 15 ଦିନ ଗଲା, 2 ସପ୍ତାହ ଗଲା ପରେ ହଠାତ୍ ଅଙ୍କର ଉଦ୍ଗମ ହେଇ ସେ ଗୋଟା ତ ରାତି ଭିତରେ ବଢ଼ିଗଲା। ହେଲା ସୁନ୍ଦର ସୁନ୍ଦର ସୁନାର ଫୁଲ ଫୁଲିଲା ଏବଂ ଯେଉଁ ଫଳ ଗୁଡ଼ିକ ହେଲା ସେ ସୁନାର ଫଳ ହେଲା। ସତରେ ସୁନାର ଫଳ ହେଲା। ପ୍ରତ୍ୟେକ ଦିନ 10ଟା 20ଟା ଲେଖେ ଫଳ ସେ ତୋଳିଲା। ଭୟ ହେଲା। ମଫସଲ ଗାଁର ଲୋକ ଗ୍ରାସ୍ତ କହିଲେ, ଏତେ ଗୁଡ଼ିଏ ଫଳ ଯଦି ମୁଁ ଘରେ ରଖିବି, ଯଦି କେହି ହଠାତ୍ ଚୋର ପଶିବ ସବୁ ଗୁଡ଼ାକୁ ନେଇ ପଳେଇବ। ତେଣୁ ଏ 10ଟା 20ଟା କରି ନେଇ ନିକଟସ୍ଥ କୌଣସି ଏକ ବଜାରରେ ସୁନାରୀ ସାଙ୍ଗରେ କଥାବାର୍ତ୍ତା କରି ତାଙ୍କୁ ବିକ୍ରି କରିଦେଲା। କ୍ରମାଗତ ତାର ସମ୍ପତ୍ତିର ବୃଦ୍ଧି ହେବାକୁ ଲାଗିଲା। କ୍ରମାଗତ ସେ ଏ ଭଙ୍ଗା ଘରଟିକୁ, ଭଙ୍ଗା କୁଡ଼ିଆଟିକୁ ପୁଣି ସଚ୍ଛଳତା ଆଣିବା ପାଇଁ ଚେଷ୍ଟା କରି ଘରଟା ବାଗିବାକୁ ଲାଗା ଇଟାରେ ପଥରରେ। ପକ୍କା ଘର ଖଣ୍ଡେ ବନେଇ ନେଲା। ସାଧାରଣତଃ ସାରା ଦେଶରେ କେହି ଗୋଟେ ଭଲରେ ରହିଲେ ତାକୁ ପ୍ରାୟ ଆମେମାନେ ସହିପାରୁନା। ଆମମାନଙ୍କ ଚରିତ୍ର ଏଇ ପ୍ରକାର। ତାକୁ ଲୋକ ସହିପାରିଲେନି। ଏ କୋଉଠୁ କ'ଣ କଲା, କେମିତି ଆଣିଲା? ତାର ନିଜର ଭେଟା ଯୋଉଠି ଘର କରିଥିଲା ସେଇଠି ତାର ଜଣେ ଭାଇ, ନିଜର ରକ୍ତର ସମ୍ପର୍କର ଭାଇ, ସିଏକୁ ସନ୍ଧାନ ଲଗେଇଲା। କହିଲା, ଇଏ ଆଣୁଛୁ କୋଉଠୁ ପଇସା? ଘରେ ସବୁବେଳେ ବସିଛି, କୁଆଡ଼େ ଯାଉନାହିଁ। ଦରିଦ୍ର ଲୋକଟା, ଆଜି ସେ ବଡ଼ ହେଇଯିବ, ଆମେ ପର୍ଯ୍ୟନ୍ତ ଘର ଖଣ୍ଡେ କରିପାରୁନାହୁଁ। ଏଇ ମନରେ ତାର ଏଇ ଈର୍ଷା ଭାବ ଜାଗ୍ରତ ହେଇଗଲା।
ଏବଂ ଅନୁସନ୍ଧାନ ଜାରି ରଖିଲା। ଅନୁସନ୍ଧାନର ଫଳ କିଛି ଲାଭ ହେଲାନି, ଶୂନ୍ୟ ହେଇଗଲା। ଏମିତି ପ୍ରତି 2 ଦିନ ଅପେକ୍ଷା କରେ ଏବଂ 2 ଦିନ 4 ଦିନ ଯେତିକି ଫଳ ହୁଏ ତାକୁ ନେଇକି ସୁନାରୀ ପାଖରେ ବିକ୍ରି କରେ। ପଇସା ପତ୍ର ବି କିଛି ହେଇଗଲା, ଭଲରେ ଘରଟିଏ ବନେଇଲା, ଗାଡ଼ି ଘୋଡ଼ା କିଛି କଲା। এই କଥା ଦେଖି ଆଉ ଯେ ଭାଇଟା ଈର୍ଷା କରୁଥିଲା, ଏ ଗାଁ ସାହି ପଡ଼ିଶା ବି ଈର୍ଷା କଲେ ତାକୁ। କହିଲେ ଆଣୁଛୁ କୋଉଠି, ଚୋରି କରୁଛୁ ନା କ'ଣ ରାତିରେ? ଏମିତି ହେଇକିରି ତାକୁ ଦିନେ ସାକୁଲି ମାକୁଲି କିଛି ଗୋଟେ ଆକର୍ଷଣୀୟ ଲାଳସାଯୁକ୍ତ ଖାଦ୍ୟର ପ୍ରସ୍ତୁତି କରିକି ତାକୁ ନିମନ୍ତ୍ରଣ କଲା, ତୁ ଆମ ଘରେ ଆଜି ଖାଇବୁ, ରୋଷେଇ କରିବୁନି, ସବୁ ପରିବାର ଯିବ। ଭାଇ ଡାକି ନେଇଗଲା, ତା ପାଖରେ ବସିଲା। ସେ ଖାଉଛି, ତା ପିଠିରେ ହାତ ମାରୁଛି। ଇଏ ବଡ଼ ଭାଇ ଯିଏ, ଏ ବଡ଼ ଭାଇ ଈର୍ଷା କରୁଥିଲା, ଏ ସାନ ଭାଇ ପିଠିରେ ହାତ ମାରିକି କହିଲା, ଧନରେ କେମିତି ହେଇଛି ତରକାରୀ ପତ୍ର କହ? କହିଲା ନା ନା ଭଲ ହେଇଛି, ସବୁ ଠିକ୍ ଠାକ୍ ଅଛି। ଆଉ ଯାହା ମୋ ମନ କହିଲା, ଧୀରେ ଦିନ ତୋତେ ଡାକି ନଥିଲି, ଆଜି ବୋଲି ତରକାରୀ ପତ୍ର କରିକିରି ଭଲ ଭାବରେ ତୋତେ ଡାକିଛି। ଗୋଟେ କଥା ପଚାରିବି। କହିଲା କ'ଣ କହୁନୁ? ସତ କହିବୁ ତ ଖାଇବାକୁ ବସିଛୁ? କହିଲା ହଁ, ମିଛ କାହିଁ କହିବି। ସେଠି ଗଳ୍ପଟି ଆରମ୍ଭ କଲା। କହୁ କହୁ ଏ ଘର ଚଟିଆ ଗଳ୍ପଟି ତାକୁ କହିଲା, କହିଲା ଏମିତି କଥା, ଛୁଆଟେ ଖସି ପଡ଼ିଲା, ମୁଁ ତା ଗୋଡ଼ଟାକୁ କାଠି 2ଟା ବାନ୍ଧିକିରି ସେଥିରେ ସୂତା ବାନ୍ଧିଦେଲି, କିଛି ଔଷଧ ପାଣି କଲି, କିଛି ଦିନ ପରେ ପିଲାଟି ସୁସ୍ଥ ହେଇଗଲା। ତାର ସେ ପାତିଆ 2ଟାକୁ ଯେଉଁ ବାନ୍ଧିଥିଲି କାଠି 2ଟାକୁ, ସେ କାଠି 2ଟା ବାହାର କରିଦେଲି। ସେ ଭଲ ହେଇଗଲା, ଉଡ଼ିଗଲା। ଏବଂ ତାହାରି ମା କଣ୍ଠସ୍ୱର ମଣିଷ ସ୍ୱରରେ ମୋତେ କହିଲା, ଗୋଟେ ମଞ୍ଜି ଆଣିକି ଦେଲା, ମୁଁ ଏଇଠି ଗଛ ଲଗେଇଥିଲି। ସେ ଗଛର ଯାହା ଫଳ ଫଳୁଛି ସବୁ ଗୁଡ଼ିକ ସୁନାର ତିଆରି। ତେଣୁ ମୁଁ ବି ଡରିକିରି ଭାଇ କାହାକି କିଛି କହିନଥିଲି। ଯଦି ସତ କହୁଥାଏ ତମ ପାଖରେ କହୁଛି ଖାଇବ, ସେ ମିଛ କହିବି ନାହିଁ। ମୁଁ ତାକୁ ବି ବିକିକି ସବୁ ଗାଡ଼ି ଘୋଡ଼ା ସବୁ କରିକଲା, ବଢ଼ିଆ ହେଇଛି, ଭଲ କଥା। ସେଠୁ ଚିନ୍ତା କଲା, ରାତିର 3 ରାତି ଖଣ୍ଡେ ଆଉ ବଡ଼ ଭାଇ ଶୋଇପାରିଲାନି। ସାନ ଭାଇର ଅର୍ଥର ଏଇ ଯେଉଁ ଭାର ଦେଖିଲା, ସେ ବଢ଼ି ବଢ଼ି ଚାଲିଛି, ଆଉ ଶୋଇ ପାରିଲାନି। ରାତିରେ 2 ଦିନ ଚିନ୍ତା କରିକି ଦେଖିଲା କୋଉଠି ଘର ଚଟିଆ ବସା କରିଛନ୍ତି। ତାର ଗୁହାଳରେ ଥିଲା, ଗୋରୁ ରହିଛି ବାସ୍ତାନ ଗୁହାଳ, ତାହାରି ପାଖରେ ଦେଖିଲା ଘର ଚଟିଆଟେ ବସା କରିଛି। ଇଏ ଗୋଟେ ଛୋଟିଆ ଡାଙ୍ଗଟେ ନେଇକିରି ପଛରୁ ନେଇ ସେ ବସା ତଳୁ ଭିତରୁ ଖେଚିଦେଲା। ଯେମିତି ସିଏ ବସି ପଡ଼ିଲା। ତାର ଛୁଆଟି ଚେଁ ଚାଁ ହେଲେ, ଇଏ ବାଇଆ ଚୁଡ଼ି ସବୁ ମିଶିଗଲେ, ଘର ଚଟିଆ ସବୁ ଆକୁ ଚିତ୍କାର କଲେ। ସେଠୁ ଇଏ କ'ଣ କଲା, ସାଙ୍ଗେ ସାଙ୍ଗେ ଏ ମଲମ ଫଲମ ଟିକେ ମାରିଦେଇକି, ମନମୋହନ ଯାଦୁ ମଲମ ମାରିଦେଲା। ମାରିଦେଇକି ତାପରେ ଗୋଟେ ପତ୍ର ଗୋଡ଼େଇ ଦେଲା। ଗୋଡ଼େଇ ଦେଇକିରି ଯେମିତି ସେ ଦଉଡ଼ିରେ ବାନ୍ଧିଥିଲା, ଭାଇ କହିଛି ସେମିତି ବାନ୍ଧି ବୁନ୍ଧେଇ ତା ବ୍ୟବସ୍ଥା ରଖିଥାଏ। ପ୍ରତିଦିନ ତାକୁ ବାହାର କରେ ଏବଂ ସେଇ ମନମୋହନ ଯାଦୁ ମଲମ ଲଗେଇକି ତାକୁ ବ୍ୟାଣ୍ଡେଜ କରୁଥାଏ ଏବଂ ରଖି ଦେଉଥାଏ। କିଛି ଦିନ ଅନ୍ତେ ଏ ଗୋଡ଼ଟି ତାର ପଚିଗଲା ଏବଂ ତା ଗୋଡ଼ଟା ମଧ୍ୟ ଭାଙ୍ଗିକି ଖସି ପଡ଼ିଲା ସେ ବସା ଭିତରେ। ପକ୍ଷୀଟି ମୃତ୍ୟୁ ହେଇଗଲା। କ୍ରୋଧାନ୍ୱିତ ହେଲା ସେଇ ଘର ଚଟିଆ। କ'ଣ କରିବ ବୋଲି ସିଏ ବି ସୂକ୍ଷ୍ମ ବୁଦ୍ଧି କଲେ। ଏ ଜଗତର ନାଥ ଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲରେ ରହନ୍ତୁ, ଏକଥା ସମସ୍ତେ ମାନିବା ଉଚିତ। ସର୍ବେ ଭବନ୍ତୁ ସୁଖିନ ସର୍ବଶାନ୍ତ ନିରାମୟା। କିନ୍ତୁ ଇଏ ଗଲା ବରଂ ମୁଁ ଭଲ ରହେ, ମୋ ଭାଇ ମୋର ଗରିବ ହେଇଯାଉ, ଭିକ ମାଗୁ, ମୋ ଘରକୁ ଆସୁ, ମୁଁ ତାକୁ ଭଲ ଝୁଳ ଫୁଳ କରିକି ରଙ୍ଗୀନ ଝୁଳ କହିବି। ଏଇ କଥା ଚିନ୍ତା କରିକିରି ଏ ବାୟା ଚଟିଆକୁ ଖସେଇ ପକେଇକି ମାରିଦେଲା। ମରି ବି ଗଲା ସେ ପକ୍ଷୀ। ସେଠୁ ୟାର ଅନ୍ତରିକତା ଆସିଥିଲା ଏଇ କଥା। ଯେତେବେଳେ ପକ୍ଷୀଟି ଆସି ତା ଆଗରେ ବସି କେଟରେ କେଟରେ ବନ୍ଦି କଲା, ମୋତେ ବି ସେମିତି ଦେବ, ଧନ ଦେ, ମୋ ଭାଇ ଭଳିଆ ମୁଁ ବଡ଼ ଲୋକ ହେଇଯାଏ। ସେଠୁ ଇଏ ତାକୁ ଗୋଟେ ସେମିତି ବିଜଟେ ଆଣିକିରି ଦେଲା ଏବଂ ଶୂନ୍ୟର ବାଣୀ ହେଲା ଏକୁ ବଡ଼ ଭାଇକି ବି ଗୋଟେ ବୃକ୍ଷ ଲଗା, ଏଇ ହିଁ ତୋର ପରିସ୍ଥିତି ପରିବେଶକୁ ବଦଳାଇ ଦେବ। ସେଟା ପକ୍ଷୀଟି ଲଗେଇଲା ଗଛଟାକୁ। ପକ୍ଷୀ କହିଥିବା କଥା ପର୍ଯ୍ୟନ୍ତ କଥା ସତ ରହିଲା। ଇଏ ପକ୍ଷୀଟି ସିନା ମରିଗଲା, ସେ କଥା ଆଉ ସେ ଚିନ୍ତା କରୁନି। ତାର ତ ମଞ୍ଜି ଦରକାର ଥିଲା, ଗଛ ମଞ୍ଜି ରଖିବ, ସୁନା ଟଙ୍କା ପଡ଼ିବ। ଏ ସେଠୁ କହିଲା ଆକୁ ଲଗେଇ ଦେ ଭଲ ଜାଗାରେ, ଯେମିତି କାହାକୁ କହିବୁନି। ଏ ଆଉ କହିଲାନି କାହାକି, ଏ ଲଗେଇ ଦେଇକି ଅପେକ୍ଷା କରିଛି।
ଦିନେ ଏମିତି ସବୁଦିନ ପାଣି ଦଉ ଦଉ ଯିବା ବେଳକୁ ସେ 2 ଫାକ ହେଇକିରି ସେଟା ଉଠିଲା। ହଁ ମଣିଷକୁ ଉପର ଉଚ୍ଚା ହେଇଗଲାଣି ସେତେବେଳକୁ, ଏ ତ କହ ଦଉନୁ କାହିଁ ହାଣିଦେବି କହୁଛି, କୁରାଟେ ନେଇକିରି ଯାଇଛି ତା ପାଖକୁ। ସାଙ୍ଗେ ସାଙ୍ଗେ ସେ ସେଇଠୁ 2ଟା ରାକ୍ଷସ ବାହାରିଲେ। ରାକ୍ଷସ ରାକ୍ଷୀ କାହାରି ମୁଣ୍ଡ କପାଳରେ, କାହାର ଆଖି ଛାତିରେ, ବିକଟାଳ ମୂର୍ତ୍ତି ଧରି 2 ଜଣ ତାକୁ ହାତ ବଢେଇଲେ। ହାତ ବଢେଇଲେ ତାକୁ ତଣ୍ଟିଟାକୁ ଚେପିଦେବେ ବୋଲି ଧାଇଁଲା ବଡ ଭାଇ ଜଙ୍ଗଲ ଭିତରକୁ। ଗୋଡେ 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 ଧାଇଁ ଧାଇଁ ତା ପଛରେ ମଧ୍ୟ ଇଏ ରାକ୍ଷସ ଗଲେ। ଆଉ ପକ୍ଷୀର ବସା ରହିଗଲା। ଇଏ ପକ୍ଷୀଟି କୁଆଡେ ଚାଲିଗଲା। ଶେଷରେ ଇଏ ବିରାଟ ବଡ ଗୋଟେ ଗଛ ଉପରକୁ ଚଢିଗଲା, ଯୋଉଥିରେ କି ପକ୍ଷୀ ଯାଇପାରିବେନି, ଜାଣିପାରିବେନି, ରାଜ୍ୟରେ ରହିଲା। ତ ଜଗତର କର୍ତ୍ତା ଜଗନ୍ନାଥଙ୍କର ଇଚ୍ଛାରେ ସେ ଗଛରୁ ପଡିକି ଇଏ ପ୍ରାଣ ଚାଲିଗଲା। यार बड़ लोक हवार आशा भरोसा सबू तुटिगला, आज्ञा मरीगला। जहाँ को जमंत गढ़ी अच्छी विधि चढ़ा संसार वारिधि, प्रभुंकर इच्छा जहाँ इच्छा मईकर इच्छा पूर्ण हो गला। ये सोना रूपा ये पाऊला, सोना टंका पाइक बिकुला, ये गला मुझे आहरी किसी टंका पाइबी, से सागे सागे ये जाकर से बुद्धि रे काम कला। भगवान ताकू से बुद्धि देइथिले, ये भगवान मध्य ताकू दुर्बुद्धि देले। से कार्य फल नियंतनी भगवान, जे जार कर्मर फल से भोग कर भगवान कार्य दुख रे साथी होती नहीं कि सुख कहार छड़े नियंती नहीं। सुख दुख 2टा मनीषर कर्तव्य कर्म उपर निर्भर कर। जाओ सज्जन, यार सोना टंका पाइबा लोभ बंचीगला, ये समुदाय ये पृथ्वी मोर विदाय नहीं गला। जय जगन्नाथ, जय जगन्नाथ, जय जगन्नाथ।